ଦର୍ଶକ ବନ୍ଧୁ 2025 ମସିହାର ପ୍ରଥମ ଏବଂ ଭୟଙ୍କର ସୂର୍ଯ୍ୟ ପରାଗ ଏହି ମାର୍ଚ୍ଚ ମାସରେ ଲାଗିବାକୁ ଯାଉଛି। ଏ ପ୍ରକାରର ସୂର୍ଯ୍ୟ ପରାଗ ପ୍ରାୟ ବର୍ଷରେ ଥରେ ଲାଗିଥାଏ। ତେଣୁ ସମସ୍ତେ ସାବଧାନ ରୁହନ୍ତୁ। ବିଶେଷ ରୂପରେ ଗର୍ଭବତୀ ମହିଳାମାନେ ସୂର୍ଯ୍ୟ ପରାଗ ଦିନ ଜମାରୁ ଘରୁ ବାହାରନ୍ତୁନି। ଏହି ଦିନ ସୂର୍ଯ୍ୟ ପରାଗ ସହ ଅନେକ ନକାରାତ୍ମକ ପ୍ରଭାବ ମଧ୍ୟ ପଡ଼ିବାକୁ ଯାଉଛି। କିନ୍ତୁ ଏହି ସୂର୍ଯ୍ୟ ପରାଗ ଠାରୁ 12ଟି ରାଶିମାନଙ୍କ ମଧ୍ୟରୁ କିଛି ରାଶିମାନଙ୍କ ଉପରେ ଏହା ଶୁଭ ପଡ଼ିବ ଏବଂ ସେମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ରହିବାକୁ ଯାଉଛି। ସେମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବା ସହ ତାଙ୍କୁ ଜୀବନକୁ ଆସିବାକୁ ଯାଉଛି ଖୁସି ହିଁ ଖୁସି। ଦର୍ଶକ ବନ୍ଧୁ, ଭିଡ଼ିଓରେ ଜାଣିବା 2025 ମସିହାରେ ଲାଗିବାକୁ ଯାଉଥିବା ପ୍ରଥମ ସୂର୍ଯ୍ୟ ପରାଗ ବିଷୟରେ, ଯାହା ମାର୍ଚ୍ଚ ମାସରେ ଲାଗିବାକୁ ଯାଉଛି। ତେଣୁ ସୂର୍ଯ୍ୟ ପରାଗର ସମୟ କ'ଣ ରହିବ? ଭାରତରେ ତଥା ଆମ ଓଡ଼ିଶାରେ ଏହାର ପ୍ରଭାବ ରହିବ କି ନାହିଁ? କେଉଁ କେଉଁ ରାଶିମାନଙ୍କରେ ସୂର୍ଯ୍ୟ ପରାଗର ବିଶେଷ ପ୍ରଭାବ ପଡ଼ିବ ଏବଂ ଗର୍ଭବତୀ ମହିଳାମାନେ ଏହି ଦିନ କେଉଁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବେ ଏବଂ ଯଦି ବାସ୍ତୁଶାସ୍ତ୍ର ଅନୁସାରେ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ, ତେବେ ଦର୍ଶକ ବନ୍ଧୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଆପଣମାନେ ପାଇଯିବେ। ଦର୍ଶକ ବନ୍ଧୁ, 2025 ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ମାର୍ଚ୍ଚ 29 ତାରିଖ ଦିନ ଲାଗିବାକୁ ଯାଉଛି। ଏହାର ପ୍ରଭାବ ଭାରତରେ ରହିବ କି ନାହିଁ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ଏହି ସୂର୍ଯ୍ୟ ପରାଗ ସମୟରେ ଗୋଟିଏ ଗର୍ଭବତୀ ମହିଳାକୁ କ'ଣ କରିବା ଉଚିତ ଏବଂ କ'ଣ କରିବା ଉଚିତ ନୁହେଁ। ମାନ୍ୟତା ଅନୁସାରେ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟ ପରାଗ ସମୟରେ ଗର୍ଭବତୀ ମହିଳାମାନେ କିଛି କଥା ଉପରେ ବିଶେଷ ଧ୍ୟାନ ଦେବା ଦରକାର ଏବଂ କିଛି କାମ ସେହି ସମୟରେ କରିବା କଥା ନୁହେଁ। ସୂର୍ଯ୍ୟ ପରାଗ ଗୋଟିଏ ଖଗୋଳିକ ଘଟଣା ଅଟେ। ପ୍ରଭାବ ବହୁତ ଅଧିକ ରହିଥାଏ। ସୂର୍ଯ୍ୟ ପରାଗ ହେବାର 12 ଘଣ୍ଟା ପୂର୍ବରୁ ସୂତକ ସମୟ ଲାଗିଯାଉଥାଏ। ଆମ ଶାସ୍ତ୍ର ଅନୁସାରେ ସୂତକ ସମୟକୁ ଅଶୁଭ ସମୟ ବୋଲି କୁହାଯାଏ। ଏହା ମଧ୍ୟ କୁହାଯାଇଛି ଏହି ସମୟରେ କୌଣସି କାମ କରିବା ଉଚିତ ନୁହେଁ। ବିଶେଷ ରୂପରେ ଗର୍ଭବତୀ ମହିଳାମାନେ କିଛି କାମ କରିବା ଉଚିତ ନୁହେଁ। ତେଣୁ ଗର୍ଭବତୀ ମହିଳାମାନେ ପରାଗ ସମୟରେ ବିଶେଷ ସାବଧାନ ରହିବା କଥା। ଏହି ସମୟରେ ଗର୍ଭବତୀ ମହିଳାମାନେ ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ କି କୌଣସି ହତିଆର ଜିନିଷ ଯେମିତିକି ତୀକ୍ଷ୍ଣ ମୁନିଆ ଜିନିଷ ଧରିବା ଉଚିତ ନୁହେଁ। ସେଥିପାଇଁ ତ ଏହି ସମୟରେ ଗର୍ଭବତୀ ମହିଳାମାନଙ୍କୁ କିଛି ବି ସିଲେଇ କରିବାକୁ ବା ବୁଣାବୁଣି କରିବା ପାଇଁ ମନା କରାଯାଇଥାଏ। ଗର୍ଭବତୀ ମହିଳାମାନଙ୍କୁ ଗ୍ରହଣ ସମୟରେ ବାହାରକୁ ବାହାରିବାକୁ କୁଆଡ଼େ ଯିବାକୁ ମନା କରାଯାଏ। କୁହାଯାଏ ଯେ ଗ୍ରହଣ ସମୟରେ ବା ପରାଗ ସମୟରେ ବାହାରର ପରିବେଶ ନକାରାତ୍ମକ ହୋଇଯାଏ। ତେଣୁ ଗର୍ଭବତୀମାନଙ୍କୁ ଘରେ ରହିବା ପାଇଁ କୁହାଯାଇଥାଏ। ଗ୍ରହଣ ସମୟରେ ଶୋଇବା କଥା ନୁହଁ। ଏ ସମୟରେ ଗର୍ଭବତୀ ମହିଳାମାନଙ୍କୁ ଭଗବାନଙ୍କର ନାମ ସ୍ମରଣ କରିବା ପାଇଁ କୁହାଯାଏ। ଗ୍ରହଣ ଲାଗିଥିବା ସମୟରେ ଗାଧେଇବା ଉଚିତ ନୁହେଁ। ସୂତକର ସମୟ ହୋଇଯିବା ପରେ ଗାଧେଇ ପାରିବେ। ଏବେ ଆସନ୍ତୁ ଜାଣିବା ଗ୍ରହଣ ସମୟରେ ଏମିତି କିଛି କାମ ଅଛି ଯାହା କରିବା ବହୁତ ଭଲ ହୋଇଥାଏ। ଦର୍ଶକ ବନ୍ଧୁ, ଗ୍ରହଣ ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରିବା ଉଚିତ। ଏହା ସହିତ ହନୁମାନ ଚାଳିଶା ମଧ୍ୟ ପଢ଼ିପାରିବେ। ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନଙ୍କୁ କିଛି ବି ଖାଇବା ପାଇଁ କିମ୍ବା ପିଇବା ପାଇଁ ମନା କରାଯାଇଥାଏ। କିନ୍ତୁ ଗ୍ରହଣ ବା ପରାଗ ଲାଗିବା ପୂର୍ବରୁ ଖାଦ୍ୟ ଜିନିଷରେ ତୁଳସୀ ପତ୍ର ନିଶ୍ଚୟ ପକାଇ ଦିଅନ୍ତୁ, ଯାହାଦ୍ୱାରା କି ଗ୍ରହଣ ସମୟରେ ମଧ୍ୟ ଗର୍ଭବତୀ ମହିଳା ସେ ଖାଦ୍ୟ ଜିନିଷକୁ ଖାଇପାରିବେ। ଦର୍ଶକ ବନ୍ଧୁ, ଯେତେବେଳେ ଚନ୍ଦ୍ର ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟ ଦେଇ ଗତି କରେ ସେତେବେଳେ ସୂର୍ଯ୍ୟଙ୍କ କିରଣ ପୃଥିବୀରେ ପଡ଼ିପାରେ। ସେ ସମୟରେ ଦିନ ହୋଇଥିଲେ ବି କିଛି ସମୟ ପାଇଁ ଅନ୍ଧାର ହୋଇଯାଏ।
ଏମିତି ଲାଗେ ଯେ ଦିନ ବେଳେ ବି ରାତି ହୋଇଯାଇଛି। ଏହି ସମୟକୁ ସୂର୍ଯ୍ୟ ପରାଗ ବୋଲି କୁହାଯାଇଛି। ଏ ବର୍ଷର ଅର୍ଥାତ୍ 2025 ମସିହାର ଏହା ହେଉଛି ପ୍ରଥମ ସୂର୍ଯ୍ୟ ପରାଗ। ମାର୍ଚ୍ଚ 29 ତାରିଖ ଚୈତ୍ର ମାସ ଅମାବାସ୍ୟା ଦିନ ଲାଗିବ। ଭାରତର ସମୟ ଅନୁସାରେ ଦିନ 2ଟା 21 ମିନିଟ୍ରୁ ଆରମ୍ଭ କରି 6ଟା 14 ମିନିଟ୍ରେ ସମାପ୍ତ ହେବ। ତେବେ ଏହି ସୂର୍ଯ୍ୟ ପରାଗ ଭାରତରେ ତଥା ଓଡ଼ିଶାରେ ଦୃଶ୍ୟମାନ ହେବ କି ନାହିଁ, ଆପଣମାନେ ଉତ୍ସୁକତାର ସହ ଜାଣିବା ପାଇଁ ଚାହୁଁଛନ୍ତି। ତେବେ ଏହି ସୂର୍ଯ୍ୟପରାଗ ଭାରତରେ ତଥା ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ। ତେଣୁ ଏହା ପାଳନୀୟ ନୁହେଁ ଏବଂ ସୂତକ ସମୟ ମଧ୍ୟ ବୈଧ ନୁହେଁ। 29 ମାର୍ଚ୍ଚରେ ଲାଗିବା ପାଇଁ ଯାଉଛି ସୂର୍ଯ୍ୟ ପରାଗ। ଡେନମାର୍କ, ଅଷ୍ଟ୍ରିଆ, ବେଲଜିୟମ, ଜର୍ମାନୀ, ଫ୍ରାନ୍ସ, କାନାଡ଼ାର ଗ୍ରୀନଲାଣ୍ଡ, ପୂର୍ବ ଅଂଶ ସୁଇଜରଲ୍ୟାଣ୍ଡ, ଇଂଲଣ୍ଡ ଏବଂ ପୂର୍ବ ଆମେରିକା ଅଞ୍ଚଳରେ ଦୃଶ୍ୟମାନ ହେବ। ସୂର୍ଯ୍ୟ ପରାଗ ଦିନ ଶନି ମଧ୍ୟ ନିଜର ରାଶି ପରିବର୍ତ୍ତନ କରିବା ପାଇଁ ଯାଉଛନ୍ତି। ଶନି ଏହି 29 ମାର୍ଚ୍ଚ 2025ରେ ମୀନ ରାଶିରେ ପ୍ରବେଶ କରିବେ। ଶନିଙ୍କ ରାଶି ପରିବର୍ତ୍ତନ ଏବଂ ସୂର୍ଯ୍ୟ ପରାଗ ଗୋଟିଏ ଦିନରେ ଘଟିବ, ଯାହା ଏକ ବିରଳ ସଂଯୋଗ ସୃଷ୍ଟି କରିବ। ଏହାଦ୍ୱାରା 12 ରାଶିମାନଙ୍କ ମଧ୍ୟରୁ କିଛି ରାଶିମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ଏବଂ କିଛି ରାଶି ଉପରେ ଏହାର କୁପ୍ରଭାବ ମଧ୍ୟ ପଡ଼ିବ। ତେବେ ଯେଉଁ ରାଶିମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବ, ସେହି ରାଶିର ବ୍ୟକ୍ତିମାନଙ୍କ ଉପରେ ସ୍ୱୟଂ ମହାଦେବଙ୍କର ଆଶୀର୍ବାଦ ରହିବ। ସେହି ଭାଗ୍ୟଶାଳୀ ରାଶିମାନଙ୍କ ମଧ୍ୟରୁ ପ୍ରଥମ ରାଶିଟି ହେଉଛି ମକର ରାଶି। ମକର ରାଶି ବ୍ୟକ୍ତିମାନଙ୍କ ଉପରେ ସ୍ୱୟଂ ଭଗବାନ ଶିବଙ୍କର ବିଶେଷ କୃପା ଦୃଷ୍ଟି ରହିବ, ଯାହାଦ୍ୱାରା ଧନ ପ୍ରାପ୍ତିର ସମ୍ଭାବନା ରହିଛି। ଏହି ରାଶିଧାରୀମାନଙ୍କର ମକର ରାଶିର ବ୍ୟକ୍ତିବିଶେଷମାନେ ଯେଉଁମାନେ ବେପାର ବାଣିଜ୍ୟ କରୁଥିବେ, ସେମାନଙ୍କର ବ୍ୟବସାୟରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେବ ଏବଂ ଆର୍ଥିକ ଲାଭର ଶୁଭ ସଂକେତ ରହିଛି। ଏହା ସହ ଚାକିରି ପାଇଁ ବା ବିଦେଶକୁ ଯିବା ପାଇଁ ପ୍ରୟାସ କରୁଥିଲେ ଭଲ ସୁଯୋଗ ମଧ୍ୟ ମିଳିବ। ମକର ରାଶି ଲୋକମାନଙ୍କୁ କହୁଛି, ଆପଣମାନେ ଏହି ସମୟରେ ଆପଣଙ୍କର ସମସ୍ତ କାର୍ଯ୍ୟକୁ ସଫଳତାର ସହ ସମ୍ପୂର୍ଣ୍ଣ କରିବେ। ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହେବାକୁ ଯାଉଛି। ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଦ୍ୱିତୀୟ ରାଶିଟି ହେଉଛି ମେଷ ରାଶି। ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କୁ କହି ରଖୁଛି, ଭଗବାନ ଆଶୁତୋଷଙ୍କର କୃପାରୁ ଆପଣଙ୍କର ବହୁତ ଭଲ ସମୟ ଆସିବାକୁ ଯାଉଛି। ଆପଣଙ୍କର ମାନ ସମ୍ମାନ ନିଷ୍ଠାର ବୃଦ୍ଧି ହେବ, ଯାହା ଫଳରେ ଆପଣ ସମାଜରେ ପ୍ରଶଂସା ଲାଭ କରିବେ। ଆପଣ ଆପଣଙ୍କର ଜୀବନରେ ଯେଉଁ କାମ କରିବା ପାଇଁ ଚାହିଁବେ, ସେଥିରେ ଆପଣଙ୍କୁ ସଫଳତା ମିଳିବ। ଆପଣ ଉନ୍ନତି କରି କରି ଚାଲିବେ। ଯେଉଁ କାମ ଆପଣଙ୍କର ହୋଇପାରୁନଥିଲା, ତାହା ମଧ୍ୟ ବହୁତ ଜଲ୍ଦି ହୋଇଯିବ। ଭଗବାନ ଶିବଙ୍କର ଆଶୀର୍ବାଦରୁ ଆପଣଙ୍କ ଜୀବନକୁ କିଛି ମାଙ୍ଗଳିକ କାର୍ଯ୍ୟ ହେବ। ଧନ ପ୍ରାପ୍ତି ହେବା ସହ ଚାକିରି କ୍ଷେତ୍ରରେ ମଧ୍ୟ ଉଚ୍ଚ ପ୍ରଶଂସାର ପାତ୍ର ହେବେ। ଏହା ଥିଲା ଦ୍ୱିତୀୟ ରାଶି ମେଷ ରାଶି। ତୃତୀୟ ରାଶି ହେଉଛି ବୃଷ ରାଶି। ସୂର୍ଯ୍ୟ ପରାଗର ଏହି ସମୟର ବୃଷ ରାଶିର ବ୍ୟକ୍ତିମାନଙ୍କ ପକ୍ଷରେ ବହୁତ ଭଲ ସମୟ ଆସିବ। ଆପଣଙ୍କ ଜୀବନକୁ କେବଳ ଖୁସି ଆସିବାକୁ ଯାଉଛି। ମହାଦେବଙ୍କ କୃପାରୁ ଆପଣଙ୍କୁ ଧନ ଲାଭର ସଂଯୋଗ ରହୁଛି। ଏହା ସହ ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବ। ଏହି ରାଶିର ଲୋକମାନଙ୍କର ବ୍ୟବସାୟରେ ଉନ୍ନତି ହେବାକୁ ଯାଉଛି। ଯେଉଁ ଲୋକମାନେ ବିଦେଶକୁ ଚାକିରି ପାଇଁ ଯିବାକୁ ଚାହୁଁଥିବେ, ସେମାନଙ୍କୁ ବିଦେଶରେ ଚାକିରି ମିଳିବାର ସୁଯୋଗ ମିଳିବ। ଏହି ରାଶିର ବିଦ୍ୟାର୍ଥୀମାନେ ମଧ୍ୟ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବେ। ଏହି ରାଶିମାନଙ୍କର ଲୋକମାନଙ୍କର ଭଲ ସମୟ ପ୍ରାରମ୍ଭ ହେବାକୁ ଯାଉଛି। ଆପଣ ନିଶ୍ଚୟ ହୋଇଯାଆନ୍ତୁ। ବୃଷ ରାଶିର ଲୋକମାନଙ୍କ ଉପରେ ସ୍ୱୟଂ ଭଗବାନ ମହାଦେବଙ୍କର ବିଶେଷ କୃପା ଦୃଷ୍ଟି ରହିଛି। ଚତୁର୍ଥ ରାଶିଟି ହେଉଛି ତୁଳା ରାଶି। ତୁଳା ରାଶିର ଲୋକମାନଙ୍କର ବିଶେଷ ଲାଭ
ହେବାକୁ ଯାଉଛି। ବ୍ୟବସାୟୀ କ୍ଷେତ୍ରରେ ବୃଦ୍ଧି ହେବ ଏବଂ ଯେଉଁମାନେ ଚାକିରି କରୁଛନ୍ତି ସେମାନେ ଚାକିରିରେ ବହୁ ପ୍ରଶଂସା ଲାଭ କରିବା ସହ ପ୍ରଶଂସନ ମଧ୍ୟ ତାଙ୍କୁ ମିଳିବାର ଯୋଗ ରହିଛି। ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କର ଅଟକି ଯାଇଥିବା କାମ ବା ଚାକିରି ନିଶ୍ଚୟ ମିଳିବ। ଯଦି କେହି ବ୍ୟବସାୟୀ ବାଣିଜ୍ୟ ପ୍ରାରମ୍ଭ କରିବା ପାଇଁ ଚାହୁଁଥିବେ, ଏହା ହେଉଛି ପ୍ରାରମ୍ଭ କରିବା ପାଇଁ ସମୟ ଅଟେ। ଆପଣଙ୍କର ହଠାତ୍ କେଉଁଠାରୁ ଧନପ୍ରାପ୍ତିର ଯୋଗ ରହୁଛି। ଯଦି ଆପଣ ଏହି ମାସରେ କୌଣସି ଲଟେରୀର ଟିକଟ କେଉଁଠାରୁ କିଣୁଛନ୍ତି, ଲଟେରୀ ବାଜିବାର ସମ୍ଭାବନା ଅଛି। ଭଗବାନଙ୍କ କୃପାରୁ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉ। ଆପଣଙ୍କର ଜୀବନରେ ବହୁତ ସଫଳତା ମିଳିବ। ଏହା ଥିଲା ଏହି ରାଶିମାନଙ୍କ ଉପରେ ସୂର୍ଯ୍ୟଗ୍ରହଣ ଶୁଭ ଦୃଷ୍ଟି ପଡ଼ିବ। ଏହା ବ୍ୟତୀତ କନ୍ୟା, ମିଥୁନ, ଧନୁ, ମୀନ ଏବଂ ସିଂହ ରାଶି ଏହି ସୂର୍ଯ୍ୟପରାଗର ସାମାନ୍ୟ କୁପ୍ରଭାବ ଆପଣମାନେ ଦେଖିବାକୁ ପାଇବେ। ଅମାବାସ୍ୟା ସହ ଶନିଙ୍କର ମୀନ ରାଶିକୁ ପ୍ରବେଶ କରିବାକୁ ଯାଉଛି। ତାହା ସହ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି। ଆପଣମାନେ ଏହି ଦିନ ମାର୍ଚ୍ଚ 29 ତାରିଖ ଦିନ ଦାନ କରିବା ଉଚିତ, କିନ୍ତୁ ସୂର୍ଯ୍ୟ ପରାଗ ସରିବା ପରେ ଦାନ କରନ୍ତୁ। ଯେଉଁ ରାଶିମାନଙ୍କ ଉପରେ ସୂର୍ଯ୍ୟ ପରାଗର ପ୍ରଭାବ ରହୁଛି ସେମାନେ ନିଶ୍ଚୟ ଦାନ କରନ୍ତୁ। ଦେଖିବେ ଗ୍ରହ ଦଶାରୁ ମୁକ୍ତି ପାଇବା ସହ ଆପଣଙ୍କର ହିଁ ମଙ୍ଗଳ ହେବ। ସୂର୍ଯ୍ୟ ପରାଗ ସମୟରେ ହରିନାମ ଜପ କରନ୍ତୁ। ନିଜର ଇଷ୍ଟ ଦେବତାଙ୍କୁ ସ୍ମରଣ କରନ୍ତୁ। ତାଙ୍କ ନାମକୁ ଜପ କରନ୍ତୁ। ଯେଉଁ ରାଶିମାନଙ୍କ ଉପରେ ସୂର୍ଯ୍ୟ ପରାଗର କୁପ୍ରଭାବ ରହିଛି ସେମାନେ ମହାମୃତ୍ୟୁଞ୍ଜୟ ମନ୍ତ୍ର 108 ଥର ନିହାତି ଭାବରେ ଜପ କରନ୍ତୁ ଏବଂ ମହାଦେବଙ୍କର ଦର୍ଶନ କରନ୍ତୁ। ଦେଖିବେ ସବୁକିଛି ଭଲ ହେବ, ମଙ୍ଗଳ ହେବ। ତେବେ ମାର୍ଚ୍ଚ 29 ତାରିଖ ଅମାବାସ୍ୟା ଦିନ ଯେଉଁ ସୂର୍ଯ୍ୟପରାଗ ପଡ଼ୁଛି, ଏହି ନିୟମ ସବୁ ଆପଣ ନିଶ୍ଚୟ ମାନିବେ। ଆପଣଙ୍କର ହିଁ ମଙ୍ଗଳ ହେବ। ଆଶା କରୁଛି ଦର୍ଶକ ବନ୍ଧୁ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ। ଭିଡ଼ିଓଟିକୁ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।